तो पिला माने এই ভিডিওরে আমি আলোচনা করিবা ইনডেফিনাইট আর্টিকেল র ইউজ সম্পর্কে। তো আমার ইনডেফিনাইট আর্টিকেল কোন কোন सब থিলে পিলা? তো এ এন্ড আন, এ ଆଉ আন দিটা কোন থিলা? আমার ইনডেফিনাইট আর্টিকেল থিলা। তো কোউ জায়গাରେ ଆମେ এ বসাই পারিবা, কোউ জায়গাରେ আন বসাই পারিবা। সাধারণত আমি সমস্ত জানি থান্তি কোন এ ই আই ও ইউ লাগিলে সাধারণত আন हुए। হনা নাই এ ই আই ও ইউ को কোন কয় যায়? ভাওয়েল কয় যায়। তো এই ভাওয়েল গুড়াক পূর্বরু আমার কোন লাগিব? আন লাগিব। দেখো উদাহরণ স্বরূপ কেমতি রইলা? আন আপল রইলা, আন এগ রইলা। দেখো এগুলো ভাওয়েল আছে না নাই? নাউন পূর্বরু যদি আমার গোটে গোটে ভাওয়েল আছে পিলা মানে দেখো যদি আমার কোনসি বি নাউন পূর্বরু কোন আছে ভাওয়েল লেটর আছে তাহলে তা পূর্বরু আমি আন লগাই দেউଥିଲେ। হনা নাই এটা আমি সাধারণত গোটে রুলটা পড়িଥିଲେ। ହେଲା ଆଉ ଯଦି କନସୋନାଣ୍ଟ ରହୁଥିଲା, କନସୋନାଣ୍ଟ ଯଦି ଆମର ଗୋଟେ ନାଉନ ପୂର୍ବରୁ କନସୋନାଣ୍ଟ ରହୁଛି ତାହେଲେ ଆମେ ଏ ଲଗାଉଥିଲେ। ହଁ ନା ନାଇଁ? କନସୋନାଣ୍ଟ ଥିଲେ ଆମେ ଏ ଲଗେଇବା ଆଉ ଭାୱେଲ ଥିଲେ ଆନ୍ ଲଗେଇବା। ଦେଖ ବି ଡି ପି ହେଲା ଏଲ ଏମ ଟି ଏଗୁଡା କଣ ଥିଲା? କନସୋନାଣ୍ଟ ଥିଲା। ତେଣୁ ତା ପୂର୍ବରୁ ମଧ୍ୟ କଣ ଲାଗୁଛି? ଏ ଲାଗୁଛି। ହେଲା ଏ ଲାଗୁଛି। ଆଉ ଏଇଠି ଆମର କଣ ରହିଲା? ଦେଖ ଆମର ସବୁ ଏ ଇ ଓ ଏ ସବୁ ଯୋଉ ସବୁ କଣ ରହିଛି? ଭାୱେଲ ରହିଛି। ତେଣୁ ତା ପୂର୍ବରୁ ଆମର ଆନ୍ ଲାଗୁଥିଲା। କିନ୍ତୁ ସେ ତା ବ୍ୟତୀତ ଦେଖ ଆମେ ତଳେ କିଛି ଏକ୍ସାମ୍ପଲ ନେଇଛନ୍ତି ଯୋଉଗୁଡା କଣ ରହିଛି ନା ଭାୱେଲ ଥିବ কিন্তু কনসোনাଣ୍ଟ পরিকা ଯୋଉଠି ଉଚ୍ଚାରଣ ହଉଥିବ କିମ୍ବା କନସୋନାଣ୍ଟ ଥାଇକି ଭାୱେଲ ପরিକା ଉଚ୍ଚାରଣ ହଉଥିବ ତ ସେଇ ଜାଗାରେ ଆମେ କଣ କରିପାରିବା? ଏ ଇ ଆଇ ଓ ୟୁ ଥିଲେ ମଧ୍ୟ ଆମେ ଆନ୍ ଲଗେଇ ପାରିବା ନାହିଁ। କିମ୍ବା ଯଦି ଆମର କଣ ଏ ଇ ଆଇ ଓ ୟୁ ନ ଥାଇକି ମଧ୍ୟ ଆମେ କଣ ଲଗେଇ ପାରିବା ନା ଆମେ ଆନ୍ ଲଗେଇ ପାରିବା। ତ ଏବେ ଦେଖ ଆଲୋଚନା କରିବା ନା ଭାୱେଲ ନ ଥାଇ ମଧ୍ୟ ଭାୱେଲ ପରି ଯଦି ଆମର ଉଚ୍ଚାରଣ ହଉଥିବ ଗୋଟେ ନାଉନ ର ପୂର୍ବରୁ ଯଦି ଭାୱେଲ ନଥିବ ହେଲା ଭାୱେଲ ନ ଥାଇକି ଭାୱେଲ ପରିକା ଉଚ୍ଚାରଣ ହଉଥିବ ତାହେଲେ ଆମେ କଣ କରିପାରିବା? ସେଠି ଆମେ ଆନ୍ ବସେଇ ପାରିବା। ଦେଖ ଆମର କଣ ହଉଛି ଏଠି ଦେଖ ଆସିଲା ପିଲା ମାନେ ଅନେଷ୍ଟ। ଅନେଷ୍ଟ ଆମେ ଯେତେବେଳେ ଉଚ୍ଚାରଣ କରୁଛନ୍ତି ସେଠି ପ୍ରଥମ କଣ ଆମର ଉଚ୍ଚାରିତ ହଉଛି? ଓ ଆସୁଛି ନା ନାଇଁ? ଅନେଷ୍ଟ ଯୋଉ ଆମେ ତା ପୂର୍ବରୁ କିନ୍ତୁ ଏଚ୍ ଅଛି। ଏଚ୍ ଗୋଟେ କନସୋନାଣ୍ଟ କିନ୍ତୁ ଆମେ କଣ କରନ୍ତି ଦେଖ କନସୋନାଣ୍ଟ ଥିଲେ ମଧ୍ୟ ଏଠି ଅନେଷ୍ଟ ଆମେ ଉଚ୍ଚାରଣ କରୁଛେ ଓ ପରିକା ଉଚ୍ଚାରଣ ହଉଥିବାରୁ ତା ପୂର୍ବରୁ ଆନ୍ ଲାଗୁଛି। ଠିକ ସେଭଳି ଏମଏଲ ଉଚ୍ଚାରଣ ଯେତେବେଳେ ଆମେ କରୁଛନ୍ତି ଏମଏଲ ଉଚ୍ଚାରଣ ଯେତେବେଳେ କରୁଛନ୍ତି କଣ ଆସୁଛି ପିଲାମାନେ? ପ୍ରଥମେ ଏ ଉଚ୍ଚାରଣ ଆସୁଛି ତେଣୁ ମଧ୍ୟ ଏମଏଲ ପୂର୍ବରୁ ମଧ୍ୟ ଆନ୍ ଲାଗିବ। ଏଠି ଏ ଇ ଆଇ ଓ ୟୁ ର କୌଣସି ଜିନିଷ ଅଛି କି? ନାଇଁ। ଗୋଟେ ବି ଆମର କଣ ଭାୱେଲ ନ ଥାଇକିରି ମଧ୍ୟ ଏମଏଲ ପୂର୍ବରୁ ଦି ଲାଗୁଛି କାହିଁକି ନା ତା ପୂର୍ବରୁ ଆମେ କି କଣ ଉଚ୍ଚାରଣ ହଉଛି? ତା ପୂର୍ବରୁ ଆମର ଏ ଉଚ୍ଚାରଣ ହଉଛି। ସେଇଗୁଡା ଆୱାର ଆସିଲା ଦେଖ ପିଲାମାନେ ଆୱାର ପୂର୍ବରୁ ଆମର କଣ ଅଛି ପିଲାମାନେ? ଦେଖ ଓ ଅଛି। ହଁ ନା ନାଇଁ? ନାଇଁ ଏଚ୍ ଅଛି। ଆୱାର ପୂର୍ବରୁ ଆମର ଏଚ୍ ଅଛି କିନ୍ତୁ ସେଟା ଓ ପରିକା ଉଚ୍ଚାରଣ ହଉଥିବାର କଣ ଅଛି? ତା ପୂର୍ବରୁ ମଧ୍ୟ ଆନ୍ ଲାଗିବ। ଆଉ ଆମେ ଯୋଉ କହୁଛନ୍ତି ଏସପି, ଏସପି ପୂର୍ବରୁ ମଧ୍ୟ ଏସପି ଟାକୁ ଉଚ୍ଚାରଣ କଲା ବେଳେ ପ୍ରଥମେ ଆମେ ଏ ଯେହେତୁ ଆସୁଛି ତେଣୁ କଣ ହଉଛି ଏସପି ପୂର୍ବରୁ ମଧ୍ୟ ଆମର କଣ ଲାଗିବ? ଆନ୍ ଲାଗିବ। ସେଇଗୁଡା ଏମବିଏ ପୂର୍ବରୁ ମଧ୍ୟ ଇ ଏମ୍ ଉଚ୍ଚାରଣ ଆସୁଛି ଏମ୍ ଏମ୍ ତ ଇ ପ୍ରଥମ ଉଚ୍ଚାରଣ ହଉଥିବାରୁ ପିଲାମାନେ ଏଇ ଏମବିଏ ପୂର୍ବରୁ ମଧ୍ୟ ଆମର ଆନ୍ ଲାଗୁଛି। ହେଲା ଆଉ କଣ ରହିଲା ତମର? ଦେଖ ଏମବିବିଏସ୍, ଏମବିବିଏସ୍ ପୂର୍ବରୁ ମଧ୍ୟ ଆମର କଣ ଲାଗିପାରେ? ଆନ୍ ଲାଗିବ। ଏଠି ଏ ଇ ଆଇ ଓ ୟୁ ଅଛି କି? ନାଇଁ ଏଠି ଏମ୍ ଅଛି କିନ୍ତୁ ହେଲେ ବି ଏଠି କଣ ଲାଗୁଛି ପିଲାମାନେ? ଆନ୍ ଲାଗୁଛି। କାହିଁକି ଆନ୍ ଲାଗୁଛି? ନା ଏଟା ଇ ଏମ୍ 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 ଉଚ୍ଚାରଣ ହେଲା ପରେ ଆମର ପ୍ରଥମ କି ଆସୁଛି? ଇ ଅକ୍ଷର ଆସୁଛି ତେଣୁ ଆମର କଣ ଲାଗିଲା? ଏମବିଏ ପୂର୍ବରୁ ମଧ୍ୟ ଆମର କଣ ଲାଗିବ? ଆନ୍ ଲାଗିବ। ତ ପିଲାମାନେ ତମର ଯେତେ ସବୁ କମ୍ପିଟିଟିଭ ଏକ୍ସାମ ଆସୁଛି ତ ଏଇ ସବୁ ଜିନିଷ ନିହାତି ଭାବରେ ପଡୁଛି। କିମ୍ବା ତମେ ଦେଖିବ କୌଣସି ଜାଗାରେ କରେକ୍ଟଲି ଏରର ଦେଇଥିବେ ଆଉ ହ୍ୱିଚ୍ ଅଫ ଦ ଫଲୋଇଂ ଇଜ କରେକ୍ଟ ଏମିତି କ୍ୱେଶ୍ଚନ ଆସିଥିବ ତ ତା ପୂର୍ବରୁ ଏଇଭଳିଆ କଣ ଆମର ଏଇ ଜିନିଷ ଗୁଡାରେ ମଧ୍ୟ ଆମର ଆନ୍ ଲାଗିବ। ଏ ଇ ଆଇ ଓ ୟୁ ନଥାଇକି ମଧ୍ୟ କିଛି ଜାଗାରେ ଆମର ଆନ୍ ଲାଗୁଛି। ଦେଖ ଏକ୍ସରେ, ଏକ୍ସରେ ପୂର୍ବରୁ ଏ ଇ ଆଇ ଓ ୟୁ ଅଛି କି? ନାଇଁ ଏକ୍ସ ଅଛି କିନ୍ତୁ ଏଠି ଏକ୍ସ ଉଚ୍ଚାରଣ ହେଲା ବେଳେ ଏକ୍ସ କହିଲା ବେଳକୁ ପ୍ରଥମେ ଇ ର ଉଚ୍ଚାରଣ ଆସୁଥିବାରୁ ଏକ୍ସରେ ପୂର୍ବରୁ ମଧ୍ୟ ଆମର କଣ ଲାଗୁଛି ପିଲାମାନେ? ନା ଆନ୍ ଲାଗୁଛି। ହେଲା ତ এইগুড়া তোমার কোন এই জিনিস গুড়া তুমি মনে রাখিবা যে কেমিতি মনে রাখিবা না কিছু ଯୋଉ ଜିନିଷ ଭାୱେଲ ନ ଥାଇକିରି ମଧ୍ୟ ଯଦି ଭାୱେଲ ପରିକା ଉଚ୍ଚାରିତ ହଉଛି ଗୋଟେ ନାଉନ ତାହେଲେ ତା ପୂର୍ବରୁ ଆମେ ଆନ୍ ଲଗେଇବା। ତ ଆନ୍ ଟା ଆମର କୋଉଠି ଗୋଟିଏ ଅର୍ଥରେ ୟୁଜ ହୁଏ। ଏ ଆଉ ଆନ୍ ର ଅର୍ଥ କଣ? ଗୋଟିଏ। ଏଇ ଓ ଆନ୍ ର ଅର୍ଥ କଣ? ଗୋଟିଏ। ବୁଝିପାରୁଛ? ଏଗୁଡା ସାଧାରଣତଃ ନାଉନ ପୂର୍ବରୁ ଲାଗେ। ହେଲା ନାଉନ କଣ ଏଇଆ ହଉଛି ଆମର ଆନ୍ ଟାକୁ ଏଇ ସବୁ ଜିନିଷ ଗୁଡାରେ ତାହେଲେ ଲାଗିଲା। ତ ଏବେ ଆମେ ଦେଖିବା ଭାୱେଲ ଥିବ। ହେଲା ଗୋଟେ ନାଉନ ରେ ଭାୱେଲ ଥିବ। ନାଉନ ପୂର୍ବରୁ ଭାୱେଲ ଅକ୍ଷର ଥିବ বা ଏ ଇ ଆଇ ଓ ୟୁ ରୁ କୌଣସି ଗୋଟେ ଅକ୍ଷର ଥିବ ତାପରେ ମଧ୍ୟ ଆମେ କଣ ଲଗେଇଥାନ୍ତି? ସେଇ ଜାଗାରେ ଆମେ ଏ ଲଗେଇଥାନ୍ତି। କାହିଁକି ନା ସେଇ ଭାୱେଲ ଥିଲେ ମଧ୍ୟ ସେଇ ୱାର୍ଡ ଟି ଆମର କିପରି ୟୁଜ ହଉଥିବ? କନସୋନାଣ୍ଟ ପରି ଉଚ୍ଚାରିତ ହଉଥିବ। ଦେଖ ଏଠି ଗୋଟେ ରୁଲ୍ସ ମୁଁ କଣ ଲେଖିଲି? ଗୋଟିଏ ଯେତେବେଳେ ଗୋଟେ ଭାୱେଲ ଥିବ ଗୋଟେ ନାଉନ ରେ ପୂର୍ବରୁ ଭାୱେଲ ଥିବ କିନ୍ତୁ କନସୋନାଣ୍ଟ ପରି ଉଚ୍ଚାରଣ ହଉଥିଲେ ସେଇ ଜାଗାରେ ଆମେ କଣ ଲଗେଇ ପାରିବା? ଏ ଲଗେଇବା। ବୁଝିପାରୁଛ? ସେଠି ଆନ୍ ଲାଗିବ ନାହିଁ। ଯେମିତି ୟୁ, ୟୁଟା ଗୋଟେ କଣ? ସେ ଗୋଟେ ଭାୱେଲ ରେ ଯାଉଛି ନା ନାଇଁ ପିଲାମାନେ? ଆମର ଭାୱେଲ କୋଉଗୁଡାକ ଯାଉଛନ୍ତି? ଏ ଏଇଠି ଦେଖ ଲେଖା ହେଇଛି ଏ ଇ ଆଇ ଓ ୟୁ। ତ ଏଇଠି ଦେଖ ୟୁଟା ଗୋଟେ ଭାୱେଲ ଯାଉଛି କିନ୍ତୁ ତା ପୂର୍ବରୁ ଆମେ କଣ? ଏଇଠି ଦେଖ ପ୍ରଥମ ରୁଲ ଥିଲା ଏ ଇ ଆଇ ଓ ୟୁ ଥିଲେ ଆନ୍ ଲାଗିବ। ଏଇଟା ଆମେ ସାଧାରଣ ରୁଲ ଆମେ ଏଇଟା ଜାଣିଛନ୍ତି।
কিন্তু ভাୱେଲ ଥିଲେ ମଧ୍ୟ ଯଦି ଆମର କନସୋନାଣ୍ଟ ପରିକା ଉଚ୍ଚାରଣ ହଉଛି ତାହେଲେ ସେଠି ଆମର ୟୁ ଲାଗିବ ନାହିଁ। ଉଦାହରଣ ସ୍ୱରୂପ ତମର କଣ ରହିଲା ଦେଖ ଏ ୟୁପି ସ୍କୁଲ, ବୁଝିପାରୁଛ ନା ନାଇଁ? ଏ ୟୁପି ସ୍କୁଲ, ୟୁପି ପୂର୍ବରୁ କଣ ୱାଇ ଓ ଓ ୟୁ ୟୁ ଉଚ୍ଚାରଣ ହଉଛି, ବୁଝିପାରୁଛ ନା? ତେଣୁ ତା ପୂର୍ବରୁ ଆମର କଣ ଲାଗିଲା ନା ଏ ଲାଗିଲା। ଠିକ ସେଇଭଳିଆ ୟୁନିଭର୍ସିଟି ପୂର୍ବରୁ ମଧ୍ୟ ୱାଇ ଓ ଓ ଉଚ୍ଚାରଣ ହଉଥିବାରୁ ୟୁ ଉଚ୍ଚାରଣ ହଉଥିବାରୁ ସେଠି କଣ ହଉଛି ଦେଖ ପିଲାମାନେ ଏ ଲାଗୁଛି। ସେଇଭଳିଆ ୟୁରୋପିଆନ, ୟୁରୋପିଆନ ପୂର୍ବରୁ ଆମର କଣ ଲାଗୁଛି ୟୁ ର ଉଚ୍ଚାରଣ ଆସୁଛି, ବୁଝିପାରୁଛ ନା ନାଇଁ? କାହାର ଉଚ୍ଚାରଣ ଆସୁଛି ୱାଇ ର ଉଚ୍ଚାରଣ ଆସୁଥିବାରୁ ସେଠି କଣ ହଉଛି ନା ଆମର ଏ ଲାଗୁଛି। ୟୁରୋପ ପୂର୍ବରୁ ଇଟା ଗୋଟେ କଣ ଭାୱେଲ ଲେଟର, କିନ୍ତୁ ତା ପୂର୍ବରୁ କଣ ଲାଗୁଛି ଆମର ଏ ଲାଗୁଛି। ଠିକ ସେଭଳିଆ ୟୁନିଫର୍ମ ପୂର୍ବରୁ ମଧ୍ୟ ଆମର କଣ ଲାଗିବ ଏ ଲାଗିବ। ୟୁନିଫର୍ମ ଟା ଆମର କିପରି ଜାଣିଥିଲେ ୱାଇ ଓ ପ୍ରଥମ ଉଚ୍ଚାରଣ ହଉଥିବାରୁ ୟୁନିଫର୍ମ ପୂର୍ବରୁ ୟୁ ଥିଲେ ମଧ୍ୟ ସେଠାରେ ଆମର କଣ ଏ ଲାଗିଥାଏ। ଠିକ ସେଇଭଳିଆ ଆମର କଣ 1 rupees coin ଲେଖିଛି ଦେଖ 1 rupee coin। ତ 1 ଟା କଣ 1 ଯେତେବେଳେ ଆମର ଉଚ୍ଚାରଣ ହଉଛି ପ୍ରଥମେ ଆମର ଡବ୍ଲ୍ୟୁ ପରିକା ଉଚ୍ଚାରଣ ହଉଛି ୱା ମାନେ ଡବ୍ଲ୍ୟୁ ଉଚ୍ଚାରଣ ଆସୁଛି, କିନ୍ତୁ ତା ପୂର୍ବରୁ ଆମର କଣ ହଉଛି ଓ ରହିଛି ଦେଖ। ହେଲେ ମଧ୍ୟ ଆମେ ଓ ଥିଲେ ମଧ୍ୟ ଆମେ ସେଠାରେ ଆନ୍ କରିପାରିବା ନାଇଁ। ଯଦି ଏଠି ଆମେ ଆନ୍ କରିଦେଲେ ଏଇ ଜିନିଷଟା ଭୁଲ ହେଇଯିବ। ତେଣୁ ଆମକୁ କଣ କରିବା ପାଇଁ ପଡିବ ଏ 1 rupee coin, ବୁଝିପାରୁଛ ନା ନାଇଁ? ତାହେଲେ ଏଇ ଜିନିଷ ଗୁଡା ତମର ନିହାତି ଦରକାର ପିଲାମାନେ। ତମେ ଯେହେତୁ ସିଟି ଏଣ୍ଟ୍ରାନ୍ସ ଦେବା ପାଇଁ ଯଦି ପ୍ରିପେୟାର ହେଉଥିବ କିମ୍ବା କଣ ଓଟିଇଟି ପାଇଁ ପ୍ରିପେୟାର ହେଉଥିବ ତାହେଲେ ଏଇ ସବୁ ଜିନିଷରୁ ନିହାତି 1-2 ମାର୍କ ପଡେ ପରୀକ୍ଷାରେ ହେଲା। ତ ୟାକୁ ପୁରା ଭଲ ଭାବରେ ମନେ ରଖିଦେବ କଣ ନା ଭାୱେଲ ଥିବ କିନ୍ତୁ କନସୋନାଣ୍ଟ ପରି ଉଚ୍ଚାରଣ ହଉଥିଲେ ସେ ଜାଗାରେ ଏ ଲାଗିବ। ଆଉ ଭାୱେଲ ନ ଥାଇକିରି ଯଦି ମାନେ କନସୋନାଣ୍ଟ ଥାଇକିରି ଯଦି ଭାୱେଲ ପରିକା ଉଚ୍ଚାରଣ ହଉଥିବ ତାହେଲେ ମଧ୍ୟ ଆମେ ସେ ଜାଗାରେ ଆନ୍ ଲଗେଇବା। ଯଦି ଭାୱେଲ ପରିକା ଉଚ୍ଚାରଣ ହବ ଆନ୍ ଲଗେଇବା, ଯଦି କନସୋନାଣ୍ଟ ପରିକା ଉଚ୍ଚାରଣ ହବ ଏ ଲଗେଇବା ହେଲା। ତ ଆଉ ତ ଭାୱେଲ ଥିଲେ ଏ ଲଗେଇଦେବେ, କନସୋନାଣ୍ଟ ଥିଲେ ଆନ୍ ଲଗେଇଦେବେ, ସରି ଭାୱେଲ ଥିଲେ ଆନ୍ ଲଗେଇଦେବେ, କନସୋନାଣ୍ଟ ଥିଲେ ଏ ଲଗେଇଦେବା। କିନ୍ତୁ ଏଇ ତଳ ଦିଟା ମେଜର ରୁଲ ହଉଛି ଆମର ଏକ୍ସାମ ଗୁଡାକରେ ସବୁ ଆସୁଛି। ତ ଯଦି ବି ତମର ୟା ଭିତରେ କିଛି ବି ଡାଉଟ୍ସ ରହିଲା ତମେ ମତେ କମେଣ୍ଟ ମାଧ୍ୟମରେ ପଚାରି ପାରିବ, ମୁଁ ତମକୁ ତାର ଆନ୍ସର ଦେବି ହେଲା। So,